ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ଆଜିକା ଦୁନିଆରେ PDF ର ୟୁଜ୍ କେତେ ହେଉଛି। ଆମେ ଯେକୌଣସି ଗୋଟେ ଡକୁମେଣ୍ଟ କିମ୍ବା 2-4ଟା ଫଟୋକୁ ଯୋଡ଼ିକି ଗୋଟେ PDF କରିପାରିବା। ଠିକ୍ ଅଛି। PDF ମାନେ ଦେଖନ୍ତୁ ଗୋଟେ ଫାଇଲ୍ ହେଇକି ରହିଲା, ତା ଜୁମ୍ କଲେ ବି ଫାଟିବ ନାହିଁ। ଧର ଆମ ପାଖରେ 4ଟା ଫଟୋ ଅଛି, ତାକୁ ଆମେ ଦେଖିବାକୁ ମାନେ ଅସୁବିଧା ହେଉଛି। ଆମେ ତାକୁ ଯୋଡ଼ିକି ଗୋଟେ PDF ଫାଇଲ୍ରେ ହିଁ ତାକୁ ରଖିପାରିବା, ଯେଉଁଟାକି ଆମକୁ ସୁବିଧା ହେବ ଏବଂ ଗୋଟେ ଫାଇଲ୍ରେ ହିଁ ରହିବ। ଠିକ୍ ଅଛି। ଆଜିର ଭିଡ଼ିଓରେ ଆମେ ଶିଖିବା ଫଟୋକୁ PDFରେ କିପରି କନଭର୍ଟ କରିବା। ତ ସାଙ୍ଗମାନେ ଦେଖନ୍ତୁ, ମୋ ପାଖରେ 2ଟା ଫଟୋ ଅଛି, ଯେଉଁଟା ଦେଖନ୍ତୁ ଗୋଟେରେ ଲେଖା ହେଇଛି ରଞ୍ଜନ ଆଉ ଗୋଟେରେ ଲେଖା ହେଇଛି ମାନସ। এই ଫଟୋ ଗୁଡ଼ା ସାଧାରଣତଃ ଆମର JPG ଫର୍ମାଟ୍ରେ ଥାଏ। ଦେଖନ୍ତୁ ତା ଡିଟେଲ୍ସ ଦେଖନ୍ତୁ, ଏଇଠି ମୁଁ କାଢ଼ୁଛି। ଦେଖନ୍ତୁ ଆମର ଫଟୋଟି ଏଇଠି ଦେଖନ୍ତୁ, ମୁଁ ତଳେ ଦେଖାଇ ଦେଉଛି। ଦେଖନ୍ତୁ ଏଇଟା ରିନେମ୍ ଦେଖନ୍ତୁ, ଏଇଠି JPG ଫର୍ମାଟ୍ରେ ଅଛି। ଫଟୋ ଗୁଡ଼ିକ ସାଧାରଣତଃ ଆମେ ଜାଣିଛନ୍ତି JPG ଫର୍ମାଟ୍ ଥାଏ। ଏଇ ଆମର ଯେଉଁ 2ଟା ଫଟୋ, ଆମେ ଏଇ 2ଟା ଫଟୋକୁ ଯୋଡ଼ିକି ଗୋଟେ PDFରେ କେମିତି କନଭର୍ଟ କରିବା, ତାହା ଆଜି ଆମେ ଏଇ ଭିଡ଼ିଓରେ ଶିଖିବା। ତାହେଲେ ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ଆରମ୍ଭ କରିବା। ତ ସେଥିପାଇଁ ପ୍ରଥମେ ଆପଣ ନିଜ ମୋବାଇଲରେ ଗୁଗଲ୍ କ୍ରୋମ୍ ବ୍ରାଉଜରରେ ସର୍ଚ୍ଚ କରନ୍ତୁ ଫଟୋ ଟୁ PDF। ଠିକ୍ ଅଛି। ଫଟୋ ଟୁ PDF ଲେଖି ସର୍ଚ୍ଚ କଲା ପରେ ପ୍ରଥମେ ଯେଉଁ ୱେବସାଇଟ୍ଟି ଆପଣଙ୍କର ଓପନ୍ ହେବ ଆଇ ଲଭ୍ PDF, ସେଇଠି କ୍ଲିକ୍ କରନ୍ତୁ। ଦେଖନ୍ତୁ ଏଇ ଯେଉଁ ଆଇ ଲଭ୍ PDF ୱେବସାଇଟ୍ଟି ଓପନ୍ ହେଲା, এইଠି କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଦେଖନ୍ତୁ ଆପଣଙ୍କର এইଠି ଫାଷ୍ଟ ଅପସନ୍ ଆସିବ ସିଲେକ୍ଟ JPG ଇମେଜେସ୍। ଆମର 2ଟା ଫଟୋକୁ ମିଶେଇକି ଆମେ ଗୋଟିଏ PDF କରିବା। ଆପଣ ଗୋଟେ PDF ଫଟୋକୁ ନେଇକି ବି ଗୋଟେ PDF କରିପାରିବେ, 10ଟା ଫଟୋକୁ ବି ନେଇକି ଗୋଟେ PDF କରିପାରିବେ। ମୁଁ 2ଟା ଫଟୋ ସିଲେକ୍ଟ କରିଦେଇଛି। ଆପଣ ଯେତେଟା ଫଟୋ ସିଲେକ୍ଟ କରିବା କଥା ଆପଣ ସିଲେକ୍ଟ କରିପାରିବେ। ତାପରେ ଦେଖନ୍ତୁ ତଳେ ଅପସନ୍ ଲେଖା ହେଇଛି। ଆପଣ ଏଇଠି ଗୋଟେ ଭଲ କଥା ଦେଖନ୍ତୁ, ଯଦି ଯେଉଁ 2ଟା ଫଟୋରୁ ଯେଉଁ ଫଟୋ ଆପଣ ଆଗ ରଖିପାରିବେ, ସେଇଟାକୁ ଏଇଭଳିଆ ହାତରେ ଟିପିକି ରଖିକି ଏଇଟାକୁ ଆଗ ପଛ ବି କରିପାରିବେ। ଠିକ୍ ଅଛି। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କଥା, ଆଗ ପଛ ବି କରିପାରିବେ। ତାପରେ ଦେଖନ୍ତୁ ତଳେ ଅପସନ୍ ଲେଖା ହେଇଛି କନଭର୍ଟ ଟୁ JPG। ଏଇଠି ଦେଖନ୍ତୁ ଏଇ ଯେଉଁ ତଳେ ଲେଖା ହେଇଛି, ଦେଖାଇ ଦେଉଛି। ଏଇ ଯେଉଁ ଦେଖନ୍ତୁ ଏଇ ତଳେ ଯେଉଁ ଲେଖା ହେଇଛି କନଭର୍ଟ ଟୁ କନଭର୍ଟ ଟୁ PDF ଯେଉଁ ଲେଖା ହେଇଛି ସେଇଠି କ୍ଲିକ୍ କରନ୍ତୁ। କନଭର୍ଟ ଟୁ PDF ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ଆମର PDFଟି କମ୍ପ୍ଲିଟ୍ ହେଇଯାଇଛି। ତାକୁ ଆମେ ଡାଉନଲୋଡ଼ କରିବା। ଦେଖନ୍ତୁ ଡାଉନଲୋଡ଼ କଲା ପରେ ଦେଖନ୍ତୁ ଅଟୋମେଟିକ୍ ଓପନ୍ ହେଇଗଲା। ଦେଖନ୍ତୁ ଆମର ଫଟୋ 2ଟା ମିଶି ଗୋଟେ PDF ହେଇଯାଇଛି। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ଦେଖନ୍ତୁ, ତାକୁ ବ୍ୟାକ୍ କଲା ପରେ ଦେଖନ୍ତୁ ଏଠି ଆମର କମ୍ପ୍ରେସ୍ ତଳେ ଦେଖନ୍ତୁ ଅପସନ୍ ଅଛି କମ୍ପ୍ରେସ୍ PDF। ଯଦି PDFର ସାଇଜ୍ କିଛି MB, ମାନେ ଯଦି ଧର ଗୋଟେ PDFର ସାଇଜ୍ 5 MB ହେଉଛି, ତାକୁ ଆମେ କିଛି KBରେ କନଭର୍ଟ କରିବା, ତାହେଲେ କମ୍ପ୍ରେସ୍ PDF ଉପରେ କ୍ଲିକ୍ କରିକି ଆପଣ କରିପାରିବେ। 2ଟା PDF ଯଦି ମିଶାଇବାକୁ ଚାହୁଁଛନ୍ତି ତାହେଲେ ମର୍ଜ PDF କରିପାରିବେ। ଠିକ୍ ଅଛି। ତ ସାଙ୍ଗମାନେ ଦେଖନ୍ତୁ ଆଉ ଗୋଟେ ଏଇଠି ଗୋଟେ ଭଲ ଅପସନ୍ ଅଛି ପ୍ରୋଟେକ୍ଟ PDF। ଦେଖିଥିବେ ଆପଣ ଆଧାର କାର୍ଡ଼ ଡାଉନଲୋଡ଼ କଲାବେଳେ ସେଥିରେ ମାନେ ପାସୱାର୍ଡ଼ ଆପଣଙ୍କର ଫାଷ୍ଟ ଲେଟର୍ 4ଟା ଆଉ ଡେଟ୍ ଅଫ୍ ବାର୍ଥର ଇୟର୍ ମାଇଲେ ଯେମିତି ଆମର PDFଟା ଓପନ୍ ହୁଏ, ସେଇଭଳିଆ ଆପଣ PDF ବନେଇ ସାରିଲା ପରେ ତାକୁ ବି ପ୍ରୋଟେକ୍ଟ କରିପାରିବେ। ମାନେ ଆପଣ ଯେଉଁ ପାସୱାର୍ଡ଼ ଦେବେ, ପାସୱାର୍ଡ଼ ମାଇଲେ ଖୋଲିବ, ପାସୱାର୍ଡ଼ ଭୁଲ ମାଇଲେ ଖୋଲିବ ନାହିଁ। ଦେଖନ୍ତୁ ସେଇଟା କିପରି କରିବେ, ସେଇ ପ୍ରୋଟେକ୍ଟ PDF ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଦେଖନ୍ତୁ ଆପଣଙ୍କର ଯେଉଁ PDFଟା ବନେଇଥିବେ ସେଇଟା ଆସିବ। ଏଇ ଯେଉଁ ଦେଖୁଛନ୍ତି ନା ଗୋଟେ ସେଟିଂ ଚିହ୍ନ ଅଛି, ଏଇଠି ଦେଖନ୍ତୁ ଏଇ ଯେଉଁ ସେଟିଂର ଗୋଟେ ଆଇକନ୍ ଆଉଛି, ଏଇ ସେଟିଂ ଉପରେ କ୍ଲିକ୍ କରିବେ। ଠିକ୍ ଅଛି। ସେଟିଂ ଉପରେ କ୍ଲିକ୍ କଲା ପରେ ଏଇଠି ଦେଖନ୍ତୁ ଆପଣଙ୍କର ଟାଇପ୍ ପାସୱାର୍ଡ଼ ଦେବେ, ରିପିଟ୍ ପାସୱାର୍ଡ଼ ଦେବେ, 2 ଥର ସେମ୍ ପାସୱାର୍ଡ଼ ଦେବେ ଯାହା ଆପଣଙ୍କ ଇଚ୍ଛା। ଦେଲା ପରେ ଏଇଠି ତଳେ ଏଇଠି ଯେଉଁ ଲେଖା ହେଇଛି ଦେଖନ୍ତୁ ପ୍ରୋଟେକ୍ଟ PDF କରିଦେଲା ପରେ ଆପଣଙ୍କର PDFଟା ଲଗ୍ ହେଇଯିବ। ଏଇ ଯେଉଁ ପ୍ରୋଟେକ୍ଟ PDF ଅଛି, ଏଇ ପାସୱାର୍ଡ଼ ଟାଇପ୍ କରିକି এইটি ପ୍ରୋଟେକ୍ଟ PDF ଉପରେ କରିଦେଲେ ଆପଣଙ୍କ PDFଟା ଲଗ୍ ହେଇଯିବ। କେବଳ ଆପଣ ଯାହା ପାସୱାର୍ଡ଼ ଦେଇଥିବେ ସେଇ ପାସୱାର୍ଡ଼ଟି ମାଇଲେ ଖୋଲିବ। ତ ଆଜି ପାଇଁ ଏଇଆ ଥିଲା ଏଇ ଭିଡ଼ିଓରେ ଇନଫର୍ମେସନ୍। ଯଦି ଆପଣଙ୍କୁ ଆମ ଭିଡ଼ିଓ ଭଲ ଲାଗୁଥିବ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ।
ଭଲ ଭଲ ଇମ୍ପୋର୍ଟାଣ୍ଟ ଭିଡ଼ିଓ ଯାହା ଆସିବ ଆମ ଚ୍ୟାନେଲରେ ଆପଣ ଦେଖିବେ, କୌଣସି ଅସୁବିଧା ହେବନି ସବସ୍କ୍ରାଇବ୍ କଲେ। ଠିକ୍ ଅଛି, ଧନ୍ୟବାଦ।